ହଁ, ମୁଁ କହୁଛି, ତୁମେ ଯାହା ଭାବୁଛ ତାହା କର। ମୋର ସେଥିରେ ସହମତ ଅଛି। ମୁଁ ଜାଣେ ତୁମେ ତୁମର ଏହି ଗୁରୁଙ୍କୁ ନ ପଚାରି ତୁମର କିଛି ବି କାର୍ଯ୍ୟ କର ନାହିଁ। ମୁଁ ଏହା ମଧ୍ୟ ଜାଣେ ତୁମେ ମୋର ଉତ୍ତରକୁ ଅପେକ୍ଷା କରିଛ। ତେଣୁ ଆଜି ମୁଁ କହୁଛି, ଯାହା ଭାବିଛ ତାହା କର। ସେଥିରେ ମୋର ବହୁତ ସାରା ଆଶୀର୍ବାଦ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ତୁମେ ଜୀବନର କିଛି କ୍ଷେତ୍ରରେ ବିଫଳ ହୋଇଛ। କିନ୍ତୁ ଜାଣି ରଖ, ସେହି ବିଫଳତା ପଛରେ କିଛି କାରଣ ଥିଲା ଯାହାକୁ ତୁମେ ସମୟ ସହିତ ଜାଣିପାରିବ। କିନ୍ତୁ ମନେ ରଖ, ସେହି କଠିନ ସମୟରେ ବି ଏବଂ ଆଜି ବି ତୁମେ ଅନୁଭବ କର ଯେ ତୁମ ସାଇ ତୁମ ସାଥିରେ ଅଛି। ତେଣୁ ତୁମର ବିଫଳତା ପାଇଁ ଦୁଃଖିତ ହୁଅ ନାହିଁ। ଯେତେବେଳେ ବି ଯେଉଁ ସମୟରେ ବି ଯାହା ବି ଘଟେ ତାହା ମୋର ଇଚ୍ଛା ଅନୁଯାୟୀ ଘଟେ। ତେଣୁ ଚିନ୍ତା କର ନାହିଁ। ମୁଁ ଥିବା ଯାଏଁ କେହି ବି ତୁମର କିଛି କ୍ଷତି କରିପାରିବେ ନାହିଁ। ଆରେ ମୁଁ ତ ତୁମର ଅଧାରୁ ଅଧିକ ଦୁଃଖ ମୋ ନିଜ ଉପରେ ନେଇଥାଏ। ଯେଉଁ ସମସ୍ୟା ଗୁଡ଼ିକ ତୁମକୁ ଅସୁବିଧାରେ ପକାଇଥାଏ, ତୁମକୁ ଶୋଇବାକୁ ଦେଉନାହିଁ, ସେ ସବୁକୁ ମୋତେ ସମର୍ପିତ କରିଦିଅ। ଆଜି ମୁଁ କହୁଛି, ସବୁଦିନ ମୋର ସାଇ କଷ୍ଟ ନିବାରଣ ମନ୍ତ୍ର ପାଠ କର, ଯାହାଦ୍ୱାରା ତୁମର ସମସ୍ତ ବାଧାବିଘ୍ନ ଏବଂ ନକାରାତ୍ମକ ଚିନ୍ତାଧାରା ତୁମର ମନ ମସ୍ତିଷ୍କରୁ ବାହାର ହୋଇଯିବ। ମୁଁ ଅଛି ଏବଂ ସବୁ ଠିକ୍ କରୁଛି। ଏହା ମୋର ତୁମକୁ ଆଶ୍ୱାସନା। ଓମ୍ ସାଇ ରାମ, ଜୟ ସାଇ ରାମ।